ସାଙ୍ଗ ସେ କର ତାଙ୍କ ପଦ ତଳେ ଏବେ କୋଟି ନମସ୍କାର ଶୁଣର ପାଳିଆ ଭାଇ ଶୁଣ ଦୟ ମନ କବି କରିବା ଯେ ନୁହେଁ ଲେଖିଲେ ସାଧୁ ଉପଦେଶ ମନରୁ ସକାଳ କଳୁଷ ହୁଏ ଧୌତ ଯେ କାଳେ କାଳେ ତାହା ଜଳହୀନ ସ୍ନାନ ଜଳହୀନ ସ୍ନାନ ସୁର ସାର୍ ଆମେ ସାଧୁ କାହାକୁ କହିବା ସାଧୁ କାହା କହିବା ହଁ ସାରୁ ସାଧା ହଁ ଧରୁ ଧଳା ହଁ ସାଧା ଖାଇବ ହଁ। ଧଳା ପିନ୍ଧିବ ତେବେ ସାଧୁ ବୋଲେଇବ ଆଚ୍ଛା ଭଲ ତ ଅର୍ଥ କରୁଛୁ ଆଜ୍ଞା ସାଧା ଖାଇବ ଧଳା ପିନ୍ଧି ପିନ୍ଧିବ ସାଧୁ ହବ ଆଚ୍ଛା ତୁ ପାଇଁ କଳା ଡ୍ରେସ ପିନ୍ଧୁ 6 ପିସି ମାଛ କେମିତି ବାଡେଇଲୁ ନାଇଁ ମୋର ତଳେ ଧଳା ଅଛି ଆଜ୍ଞା ତୁଣ୍ଡ ତ ଗୋଟେ ପ୍ରକାର କହୁଛି କାମ କାହିଁକି ପାଲା ବାଲା ଓଡ଼ିଶାରେ କହିବେ ଆପଣ ଧୂମ୍ରପାନ କରନ୍ତୁନୁ ମଦ୍ୟପାନ କରନ୍ତୁନୁ ପାଲା ସରିଲା ବେଳକୁ 3ଟା ବୋତଲ ସଭାପତିକି ମାଗିଦେବେ ନହେଲେ ପାଲା ହେଇପାରିବ ନା ବିନା ମଦ ନ ପଡ଼ିଲେ ଆଜ୍ଞା ପାଲା ହବନି କି ତାର ସ୍ୱର ଫିଟିବନି ଫିଟୁନି ତ ପାଲା ସଇଲା ବେଳକୁ ଗୋଟା କଣରେ ଗଦା ହେଇଥିବ ବସ୍ତାଟେ କ'ଣ ବୋତଲ ଆଜ୍ଞା ଆମେ ପାଲା ଶିକ୍ଷା ଦଉଛ ଜଗତକୁ ପରା ନାଇଁ ସାର୍ ଇଏ ସେମିତି କହୁଛି ସାଧା ଖାଇବ ଆଜ୍ଞା ଧଳା ପିନ୍ଧିବ ହଁ। ଦେଖିଲାକୁ 6 ପିସି ମାଛ ଖାଇକି ଆଡେ କଳା ପିନ୍ଧିକି ଆଇଛି ସାଧୁ କାହାକୁ କହିବ କାହାକୁ କହିବା ବିଷ୍ଣୁ ପୁରାଣ ପଢନ୍ତୁ କବିଲେ ବ୍ୟାସ ବ୍ୟାସ କୁଲେ ବିମଳମତି ବିମର୍ଶର ପ୍ରଶାନ୍ତ ସୁଚି ଚାରିତ୍ରାକ୍ଷୀର ସତ୍ୱମିତ୍ର ଭୂତ ପ୍ରିୟାହିତ ବଚନ ସ୍ତମାନମାୟ ବସତି ସଦା ହୃଦେ ତସ୍ୟ ବାସୁଦେବ ବିମଳମତି ଯାହାଙ୍କର ମତି ହଉଛି ଶୁଦ୍ଧ ବିମର୍ଶର ପ୍ରଶାନ୍ତ ପ୍ରଶାନ୍ତ ଦୁଃଖ ପଡ଼ିଲେ ଜ୍ଞାନୀ ମଣ୍ଡଳୀ ଭାଙ୍ଗି ପଡ଼ନ୍ତିନି ପଢନ୍ତୁନି ଆନନ୍ଦ ବେଳେ ବିଭୋର ହୁଅନ୍ତି ଆଜ୍ଞା ବିପତ୍ତିରେ ଯାହା ଯାହା ସମ୍ପଦ ବେଳେ ସେଇଆ ସାଧୁ ଲକ୍ଷ୍ୟ ସମଭାବ ଶୁଚି ଚରିତ୍ର ଚରିତ୍ର ଯାହାଙ୍କର ଚରିତ୍ର ହଉଛି ଶୁଚି ଶୁଚି କହିଲେ ପବିତ୍ର ପବିତ୍ର ସେଇ ସାଧୁମାନଙ୍କ ହୃଦୟରେ ଆଜ୍ଞା ବାସସ୍ଥାନ କରିଛନ୍ତି ହଁ ବାସୁଦେବ ପରବ୍ରହ୍ମ ଭଗବାନ ଭଗବାନ ସୁର ସାର୍ ବାସୁଦେବ ଭଗବାନ କିଏ ଭଗବାନ କୃଷ୍ଣ ଠିକ କହୁଛୁ ଆଉ ନାଇଁ ଭାଗବତ ପଢୁଛି ମୁଁ ଆଉ ନାଇଁ ଆଉ ବାସୁଦେବ ପରବ୍ରହ୍ମ ଭଗବାନ କିଏ କିଏ ଆଜ୍ଞା ଶ୍ଲୋକଟିଏ ଶୁଣୁ ପଢନ୍ତୁ କୁଳେ ତ ନିର୍ମା ଭାରତୀୟ ସଂଘର ବ୍ରହ୍ମା ସୁନ୍ଦରାମ ପବନ ସର୍ବାଖିଳ ହୃଦୟ ଜବାଇ ହନ୍ତର ଶ୍ରମଭୁକ ବିହାରମ ଏକ ଖିୟଙ୍ଗ ବିଖିୟ ଦେ ଯୋ ସ୍ୱଗତ ଚନ୍ଦ୍ୟ ମହିମ ବ୍ରହ୍ମେୟ ଦଶମେ ନମଃ ବ୍ରହ୍ମେୟ ଦଶମେ ଯିଏ ନିର୍ମାଣ କରୁଛି ସେଇ ପାଳନ କରୁଛି ସେଇ ସଂହାର କରୁଛି ଏ ସୃଷ୍ଟି ସ୍ଥିତି ପ୍ରଳୟର একমাত্র স্রষ্টা হচ্ছে সেই বহ্নি বিয়ম বসুন্ধরা পবন পঞ্চভূতর সৃষ্টিকর্তা সেই চন্দ্র সূর্য গ্রহ নক্ষত্র বৃক্ষলতা সমস্ত জীবজগতকে সৃষ্টি করে সেই পালন করে সেই সংহার করে সেই তাঙ্কর না বাসুদেব
କାହିଁକି କାହିଁକି ବାସୁଦେବ? ବ୍ରହ୍ମବୈବର୍ତ ପୁରାଣ ଆଜ୍ଞା ତୈତର ଉପନିଷଦ ପ୍ରମାଣ କରିଛନ୍ତି। ହେଲା କଣ କହିଲେ? କଣ କହିଲେ? କୁଲେ ଯତ ବା ଇମାନି ଭୂତାନେ ଜାୟନ୍ତେ ଜନ ବ୍ରହ୍ମାଣ୍ଡ ଜାତାନି ଜୀବନ୍ତି যতঃ প্রয়ন্তি বিশ্বশিষ্যন্তে। যত বা ইমানি ভূতানি যেতেবেলে ইমানি কহিলে প্রত্যেক ভূতানি কহিলে জীবন যেতেবেলে প্রত্যেক প্রাণী মানে সৃষ্টিরু আসନ୍ତି ଆଜ୍ଞା প্রলয় সমୟରେ ଯୋଉଠୁ ବାପା ଜୀବ ଜଗତ ଆସିଥାଏ ପ୍ରତ୍ୟେକ ଭୂତ କହିଲେ ପ୍ରାଣୀ ମାନେ ସେଇ ବ୍ରହ୍ମଙ୍କ ଦେହରେ ଯାଇକି ପ୍ରବିଷ୍ଟ ହୁଅନ୍ତି। ତାଙ୍କ ନାଁ ହଉଛି ବାସୁଦେବ। ପ୍ରତ୍ୟେକ ଜୀବ ଜଗତର ଯିଏ ନିବାସ ସ୍ଥଳୀ ତାଙ୍କ ନାଁ ବାସୁଦେବ। ବାସୁଦେବ ଆଉ ଟିକେ ସରଳ କଲେ କିଏ? ବ୍ରହ୍ମବୈବର୍ତ ପୁରାଣ ଆସୁ କୁଲେ ବାସ ସର୍ପ ନିବାସ ବିଶ୍ୱାନି ଯସ୍ୟ ଲୋମେଶୋ ସଚ ଦେବ ପରମ ବ୍ରହ୍ମ ବାସୁଦେବ ଇତି ସଦାଃ। ବାସ ସର୍ପ ନିବାସ ବାସ୍ ଯିଏ ହଉଛନ୍ତି ଜ୍ଞାନୀ ମଣ୍ଡଳୀ ପ୍ରତ୍ୟେକ ଜୀବ ଜଗତର ନିବାସ ସ୍ଥଳୀ ଯସ୍ୟ ଲୋମେଷୁ ଯାହାଙ୍କ ଲୋମକୁ ପରୁ ଜୀବ ଜଗତର ସୃଷ୍ଟି ପ୍ରଳୟ ସମୟରେ ସେଇ ଲୋମକୁ ପରେ ପ୍ରତ୍ୟେକ ଜୀବ ଜଗତ ଯାଇ ପ୍ରବିଷ୍ଟ ହୁଅନ୍ତି। ତାଙ୍କ ନାଁ ବାସୁଦେବ। ବାସୁଦେବ ଓଡ଼ିଆ ଭାଗବତ ଛାଡ଼ି କଣ କହିଲି? କୁଳେ ବ୍ରହ୍ମାଣ୍ଡ ମାଳ ମାଳ ହୋଏ ବ୍ରହ୍ମାଣ୍ଡ ମାଳ ମାଳ ହୋଇ যা লোমকূপে বিরাজ হই সেই বাসুদেব পরম ব্রহ্ম উপযুক্ত সাধুମାନଙ୍କ ହୃଦୟରେ ବାପା ବାସସ୍ଥାନ କରନ୍ତି। ହେ ମା ସଭା କାର୍ଯ୍ୟ ଚାଲିଛି ସଭାପତି ପଦରେ ଅଛନ୍ତି ସୁତମୁନି ସୁର ଆଜ୍ଞା ସଭାପତି ପଦରେ ଅଛନ୍ତି ମୋ ସୁତମୁନି ତମୁନି ପ୍ରଶ୍ନ କର୍ତ୍ତା ହେଲେ ମୋ ସୌନକ। ସୌନକ ସଭା କାର୍ଯ୍ୟ ବାପା ଚାଲିଛି ଚାଲିଛି ସୁତ ପଚାରେ ଏ ସୌନକ ପଚାରେ ଆଜ୍ଞା ଦ୍ୱାପର ସରୁଛି ସରୁଛି କଳିଯୁଗ ଆଗମନ କରିବ ବିଷ୍ଣୁ ପୁରାଣ କବି ହେଲେ ବ୍ୟାସ ବ୍ୟାସ ସୁନ୍ଦର ଶ୍ଲୋକ ବାସ୍ କୋଲେଇ ହଉ ଘରେ କଳଉ ବ୍ରାହ জীবশ্চাসুরতাগত সক্রান্ত শত শৈব শোধনে কি পরায়ণা ই হউ ঘরে করু প্রাহ। হে গুরুদেব কলিযুগ আসিলে ଆସିଲେ কলিযুগরে কোন ঘটনা ঘটিব ଘଟିବ ଆପଣ ଟିକେ କୁହନ୍ତୁ ଆମେ ମାନେ ଶ୍ରବଣ କରିବୁ। ଶ୍ରବଣ କରିବୁ ଗୁରୁଜୀ ଉତ୍ତର ଦେଲେ କଣ? ଜୀବ ଶାଶୁରତାଗତ ଜୀବ ଅସୁର ପ୍ରକୃତିରେ କଳିଯୁଗରେ ଗତି କରିବ। କରିବ ଅସୁର ତା ହେଇଛି କେମିତି? ପ୍ରାୟ ମଣିଷକୁ ଦେଖିବୁ ଅସୁର ପ୍ରକୃତିରେ ଗତି କରୁଛି। ଆଉ ନା ଭଲ ମନ୍ଦ ବାପା ବିଚାର ନାହିଁ। ନାହିଁ ଅସୁର ଭୋଜନ କରିବୁ ମଦ୍ୟପାନ କରିବୁ ଅବାଟରେ ଅଗମ୍ୟରେ ଗମନ କରିବୁ ହଁ ଚାଲିଛି ନା। ଏଇ ତେବେ ସୁର ହବ କଣ? କଣ ହବ? କ୍ଲେଶ ବେଶ କଳିଯୁଗର ମଣିଷ ଦୁଃଖ ଭୋଗ କରିବ କରିବ କ୍ଳାନ୍ତ ଅନୁଭବ କରିବ। ବାସ୍ ଆଉ ହବ କଣ? ଆଉ କଣ ହବ? ଦ୍ୱିତୀୟ ନମ୍ବର ଶ୍ଲୋକ ପଢନ୍ତୁ ବ୍ୟାସ ବ୍ୟାସ ବହି ପଦ୍ମ ପୁରାଣ ଆହା ଏଥିରୁ 5ଟା ଶ୍ଲୋକ ଦାସେ ପଢିପାରିବେ। ନା ତାଙ୍କର ହଉ ପଦ୍ମ ପୁରାଣ ବହିରୁ 5ଟା ଶ୍ଲୋକ ଦାସେ ପଢିପାରିବେ ନା। ବହିଥିଲେ ସଂସ୍କୃତ ଉପରେ ତାଙ୍କର ନୀଲ ନାହିଁ ନା ଗବେଷଣା ନାହିଁ ପଢିପାରିବେ। ଆସୁ କଣ କହିବି? କୋଲେ ତରୁଣୀ ପ୍ରଭୃତ ଗୃହେ ଶାଳକ ବୁଦ୍ଧିଦାୟକ ବିକ୍ରିୟଣ ଲୋଭା ଦମ୍ପତି ନାଞ୍ଚ କରି ତରୁଣୀ ପ୍ରଭୃତ ଗୃହେ
ଗୁରୁଜୀ କହିଲେ ହେ ବାବାଜୀ ମାନେ କଳି ଯୁଗରେ ତରୁଣୀ ଅର୍ଥ ସ୍ତ୍ରୀ, ସ୍ତ୍ରୀ ମାନେ ଘରେ ଘରେ ହେବେ ରାଜା, ସ୍ୱାମୀ ତାର ହବ ପ୍ରଜା। এই কথাକୁ ଅଚ୍ୟୁତାନନ୍ଦ କଲମ କଲେ, କହିଲେ ନାରୀ ମାନେ ଉଗ୍ର ହେବେ, ପୁରୁଷକୁ ହତମାନ କରିବେ ରାମଚନ୍ଦ୍ରରେ, ପର ପୁରୁଷରେ ସେ ରମିବେ ରାମଚନ୍ଦ୍ରରେ। ତେବେ ଜ୍ଞାନୀ ମଣ୍ଡଳୀ ଯାହା ଲେଖିଛନ୍ତି ବାବା ବ୍ୟାସ, ଏମାନେ ତାକୁ ଓଡ଼ିଆ କଲେ। ସୁର ঘরে ঘরে স্ত্রী মানে রাজা হেবে, ইয়াকু লেখিলে সন্ত তুলসী দাস। সুন্দর বর্ণনা কলে, কোলা গুণ মন্দির সুন্দর পথে ত্যাগে, আরে গুণ মন্দির সুন্দর পথে ত্যাগে, রোজহি নারী পর পুরুষ সুন্দর পতি ত্যাগী, গুণবান স্বামী হইথিব, 40,000 দরমা পাউথিব, ଦେଖିବାକୁ ସୁନ୍ଦର ହେଇଥିବ। ତୁଳସୀ ଦାସ କହିଲେ କଳି ଯୁଗରେ ଏଭଳି ସ୍ୱାମୀ କି ଛାଡ଼ି ଦେଇ କଳି ଯୁଗର ସ୍ତ୍ରୀ ରିକ୍ସା ବାଲା, ଟିଣ ବାଲା, ଚୁଟି ବାଲା ସାଥିରେ ଯିବ। ନହେଇଛି ଆଜ୍ଞା ପଳଉଛନ୍ତି ଶହ ଶହ କେସ୍। ଏଇଠି 8 ଦିନ ତଳେ ଆମରି ଭିତରେ ଘଟିଛି ଆଜ୍ଞା। କଣ? ଏବେ 8 ଦିନ ତଳେ ସନ୍ତୋଷ ଭାଇ ସ୍ତ୍ରୀ ଗୋଟେ ଟ୍ରକ ଡ୍ରାଇଭର ସାଥିରେ ପଳେଇଛି ଆଜ୍ଞା। ଆରେ ଯାଉ କଣ ଯାଉ? ଦୁଃଖ ନାହିଁ ମନରେ। ତୁ ଦୁଃଖ କରୁ କାହିଁ? ଏଇଠି କହିବୁ କଥାଟା ପଡିଲା ବୋଲି କହୁଛି, ସତ କଥା ଆଜ୍ଞା। ଦୁଃଖ ନାହିଁ, ଦୁଃଖ ନାହିଁ। ତମରି ଗାଁକୁ ଯିବି, ପୋଖରୀ ଦେଲ ତମ ପଡିଶା ଘରୁ ଆଉ ଗୋଟିଏ ଆଣି। ତୋ ବୟସ ଆଉ କଣ ଯେ ଆଉ ଆଣିବୁ ତୁ? ଆଉ ମୋ ସେବା କିଏ କରିବ? ଆଉ ଲୋକ ତ ଅନେଇକି ବସିଛନ୍ତି ତତେ ଦବାକୁ। ତୁ ବସେ, କେତେ କଥା ତାକୁ ଆସିଛି। ମୁଁ ଚଳିବି କେମିତି? ବିଦଗ୍ଧ କନ୍ୟା ବିକ୍ରି ଅଣଲୋଭାତ କଳି ଯୁଗରେ ବାପା ମା ମାନେ ଝିଅ ମାନଙ୍କୁ ଦେଶ ବିଦେଶରେ ବିକ୍ରି କରିବେ। ଅଟ ଶୁଳା, ଜନପଦା, ଶିବ ଶୁଳା, ଦ୍ୱିଜତୟା, କାମିନ୍ୟା, କେଶ ଶୁଳିନ୍ୟା, ସମ୍ଭବନ୍ତୀ କଳା ବିହ। କଳି ଯୁଗର 5,000 ବର୍ଷ ପୂର୍ବରୁ ବ୍ୟାସ ଆଗ ଲେଖିଛନ୍ତି କଳିଯୁଗ ମାଳିକା। ତାଙ୍କୁ ଦେଖି ଓଡ଼ିଆ କରାଯାଇଛି। ଠିକ ଆଜ୍ଞା। କଳିଯୁଗର ଆସିବାର 5,000 ବର୍ଷ ପୂର୍ବରୁ ବ୍ୟାସ ମାଳିକା ପଦ୍ମ ପୁରାଣରେ ଲେଖି ଛାଡ଼ିଛନ୍ତି। ଏମାନେ ତାକୁ ଅନୁକରଣ କରି ଲେଖିଛନ୍ତି ନା। ଯାଅ ସମୟ ବଢେଇବାନି। ବାବାଜୀ ମାନେ ହାତକୁ ଯୋଡ଼ିଲେ, କହିଲେ ଗୁରୁଦେବ ଏଇଭଳି କଥା ଯଦି କଳିଯୁଗରେ ହୁଏ ଏଥିରୁ ମୁକ୍ତି ପାଇବା କେମିତି? ନା ବାଟ ଅଛି। ବାଟ କଣ? ଆମେ ଯଦି କଳିଯୁଗରେ ଗୋଟିଏ ଭାଗବତ ଭକ୍ତଟିଏ ସୃଷ୍ଟି କରି ପାରିବା, ତେବେ କଳି ଯୁଗରେ କଳିର ପ୍ରାଦୁର୍ଭାବ ବଢି ପାରିବ ନାହିଁ। ଯେ କେମିତି କଳିର ପ୍ରାଦୁର୍ଭାବ ବଢିବ ନାହିଁ? ଭାଗବତ ଭକ୍ତ କିଏ ସୃଷ୍ଟି କରିବ? ନା ଆମ ଭିତରେ ଜଣେ ଅଛନ୍ତି। ସେ କିଏ? କହିଲେ କଢ ପ୍ରିୟଙ୍କୁ କଳି ନାସିବାକୁ ଅର୍ପିଲେ ଗହନ ଭାର, ଦାୟିତ୍ୱ ଦେଲେ ବାପା ଦେବର୍ଷି ନାରଦଙ୍କୁ। କହିଲେ ତମେ କେବଳ ପାରିବ ଯୋଉଠି ହଉ ଗୋଟିଏ ଭାଗବତ ଭକ୍ତଟିଏ ସୃଷ୍ଟି କରିଲେ କଳିର ପ୍ରାଦୁର୍ଭାବ ବଢି ପାରିବ ନାହିଁ। ଜାତିର ଦେଶର ଉନ୍ନତି ପାଇଁ ନାରଦ ଆନନ୍ଦରେ ପଶେ ଦାୟିତ୍ୱକୁ ବହନ କରି ଚାଲିଛନ୍ତି। କୋଉଠି ହଉ ଗୋଟିଏ ଭାଗବତ ଭକ୍ତ ସୃଷ୍ଟି କରିବେ। କିନ୍ତୁ ସୁର ସେଇ ସଭାରେ ବସିଥିଲେ ଛଦ୍ମବେଶରେ କଳି ମହାରାଜା। କହିଲା ଆସିବ କଳି ଯୁଗ, ଏ ଯୁଗରେ ମୋ ପ୍ରାଦୁର୍ଭାବ ବଢିବା କଥା, ମୋ ରାଜୁତି ହବା କଥା। ଇଏ ଭାଗବତ ଭକ୍ତ ସୃଷ୍ଟି କଲେ ମୋ ପ୍ରାଦୁର୍ଭାବ କମିବ। ମୁଁ ଏ କଥା କରେଇ ଦେବି, ମୁଁ ଧ୍ୱଂସ କରିବି। ଆଗେ ଆଗେ ଯାଉଛନ୍ତି
ନାରଦେ ନାରଦ ପଛେ ପଛେ ବାପା ହଉଛନ୍ତି କଳି କଳି ସୁରରେ। କାର୍ ଆଜି ଆମେ ଦେଖିବା କଣ ଇଏ ଯୁଦ୍ଧରେ ଆଜି ନାରଦ ଜିତିବେ ନା କଳି ଜିତିବେ? ଆଜ୍ଞା କଳି ଜିତିବେ ନାରଦ ଜିତିବେ କଳି ଜିତିବେ କଳି ଜିତିବେ ନାରଦ ଜିତିବେ କଳି ଜିତିବେ କଳି ଜିତିବେ ନାରଦ ଜିତିବେ କଳି ଜିତିବେ ମୁଁ କହୁଛି ନାରଦ ଜିତିବେ କଳି ଜିତିବେ କଳି ନାରଦ କଳି ଖାଦ୍ୟ ଚଢେଇ ଯାଉଛ। ଆଜି ଏ ଯୁଦ୍ଧରେ ନାରଦ ଜିତିବେ ନା କଳି ଜିତିବେ? ଆଜ୍ଞା ତମେ ଦୁଇ ଜଣ ତାର ଉତ୍ତର ଦେଇପାରିବନି। ଆଇ ନା ନା ତାମାନେ ଆମେ ଦି ଜଣ କହିପାରିବୁ ନା। ସାର୍ ଯଦି ଆମେ କହି ନ ପାରିବି ହଁ এই ଗାଁର ୱାର୍ଡ ମେମ୍ବର ମହୋଦୟ ଉତ୍ତର ଦେଇପାରିବେନି। ସରପଞ୍ଚ ମହୋଦୟ ଉତ୍ତର କହିପାରିବେନି। ଏମଏଲଏ ମହୋଦୟ ଉତ୍ତର ଦେଇପାରିବେନି। ସାର୍ ଏ ଅନୁଷ୍ଠାନର ସଭାପତି ମହୋଦୟ ଉତ୍ତର କହିପାରିବେନି। ଏଠି ଯୋଉ ପଣ୍ଡିତ ମାନେ ବସିଛନ୍ତି ଉତ୍ତର କେହି ଦେଇପାରିବେନି। ସେପଟେ ଦାସ ସାର୍ ଅଛନ୍ତି ତାଙ୍କର କ୍ଷମତା ନାହିଁ। ସିଏ ବି କହିପାରିବେ ନାଇଁ ସାର୍ ଆପଣ ମୁଁ ମଧ୍ୟ ୟାର ଉତ୍ତର ଦେଇପାରିବି। କାହିଁକି ବିଷୟ କରୁଛ ହେଁ? କଣ ପାଇଁ ବିଷୟ କରୁଛ ହଁ। ଆଉ ଯଦି କେହି କହି ନ ପାରିଲେ କାହିଁ ବିଷୟ ହବ ଚେଞ୍ଜ କର ସେ କଣ ରେଜା ପଇସା ବଦଳେଇ ଦିଅ ଜଣେ ଉତ୍ତର ଦେବେ। ଦେବେ ତ ଇଏ ଯୁଦ୍ଧରେ କିଏ ଜିତିବେ କିଏ ହାରିବେ ଜଣେ ଉତ୍ତର ଦେବେ। ସେ କିଏ ଦାସେ କେମିତି ବଳିଷ୍ଠ ପଦ ପଢାଉଛି ତାକୁ କାନେଇକି ଥା। ହଁ ଆଚ୍ଛା ଆଚ୍ଛା ପାଲାଉ ଶସ୍ତାରେ ନାହିଁ ଆଉ ନାଇଁ। ଆଜି ଶୋଇବେ ସେ ଆଉ ରାଧାନାଥ ହଁ ପାର୍ବତୀ କାବ୍ୟ କାବ୍ୟ ଆଉ କେଡ଼େ ସୁନ୍ଦର ପଦ। ହଁ କୋଲେ କାହା ଭାଗ୍ୟ ଲାଗୁ ସେଇଥିରେ କହୁଛନ୍ତି ସାଧା ଖାଅ ଆଇଁଷ ଖିଆ ହଉଛି ବୋଲି କାମ କେମିତି ହଉଛି ସାଧାର କମାଲ ଅଛି ଆଉ ଚଲେଇଛ। ହଁ ସେ ଆମିଷ କଥା ତ ସବୁଟା ଠିକ ଅଛି। ଆଉ 8 ପିସ୍ ଆଜ୍ଞା ମାଛ ପକେଇ ଦେଇଛି ଆଜ୍ଞା ସେଠି ଥଣ୍ଡା ପିଆଜ ଆରେ ସେ ପୋଖରୀ ଦେଖୁଛୁଟି ତୋର ତ ପୋଖରୀ ଛୋଟିଆ ତା ହାଟ ବେଶୀ ଖାଇ ରକ୍ଷା କରୁଛୁ। ସେ ପୋଖରୀ କେଡ଼େ ବଡ଼ ହେଇଛି। କୋଲେ କାହା ଭାଗ୍ୟ ଲାଗୁ କାହା ଭାଗ୍ୟ ଗୋର କେବ ଏ ମହାସମରେ ବ୍ରହ୍ମାଣ୍ଡ ଠାକୁର ଅନନ୍ତ ଜ୍ଞାନ ବସରେ। କା ଭାଗ୍ୟ ଲଘୁ କା ଭାଗ୍ୟ ଗୁରୁ ହେବ ଏ ମହାସମରେ ଖବରେ ଜାଣନ୍ତି ଏକା ସେ ବ୍ରହ୍ମାଣ୍ଡ ଠାକୁର ଠାକୁର ଅନନ୍ତ ଜ୍ଞାନ ଗୋଚରେ। ଆପଣମାନେ ସମସ୍ତେ ଆଜ୍ଞା ଆସିଛନ୍ତି ଆଜ୍ଞା ବି ସୁର ସାର୍ ଅଭାଗ୍ୟ ଇଏ ବରମୁଣ୍ଡା ପାଲାନୁଷ୍ଠାନରେ ବାପା ଇଏ ଗ୍ରାମବାସୀ ଯେତିକି ନାହାନ୍ତି ଦୂର ଦୂରାନ୍ତର ଆଜ୍ଞା ମାନେ ସେତିକି ଆସୁଛନ୍ତି। ଆମେ 5 ରାତି ଦେଖିଲୁଣି। ଇଏ ବରମୁଣ୍ଡା ଗ୍ରାମବାସୀ ବେଶୀ ନାହାନ୍ତି। ନାଇଁ ଯୋଉଠି ଏଠି ପାଲା ହବ ଗୋଠପାଟଣା ସେଇଆ। ଏଠି ଯୋଉମାନେ ଗୋଠପାଟଣାଟି ସେଇ ଭିଏସ୍ଏସ୍ ନଗରରେ ସେଇ ଡମଣା ହାଟରେ ସେଇ ଆଜ୍ଞା ଇଏ ଆମର କପିଳ ପ୍ରସାଦ ପାଲା ମଞ୍ଚରେ ସେଇ ଯେତିକି ବାପା ଏତିକି ଆମେ ସବୁଠି ଦେଖୁଛୁ। ଆଜ୍ଞା ଅଭାଗ୍ୟ ଆମର ପ୍ରଧାନ ସାର୍ ମଧ୍ୟ ଆସି ବସିଛନ୍ତି। ଆମର ଭାଗ୍ୟ ଭାଗ୍ୟ ଆମର ଯାଅ ସେପଟେ ପଣ୍ଡିତ ସାର୍ କ୍ଷୀରୋଦ ସାର୍ ଆଜ୍ଞା ଆଉ ଆମର ପୂଜ୍ୟ ନମସ୍ୟ ଗୁରୁକଳ୍ପ ରଘୁମଣି ସାର୍ ଅଛନ୍ତି ଆଜ୍ଞା କି ନାହିଁ। ଆଉ ତ ଆମର ଆସିଛନ୍ତି ପିତୃତୁଲ୍ୟ ବଡ଼ ଭାଇ ଆଜ୍ଞା ପ୍ରଫୁଲ୍ଲ ଭାଇନା ମହୋଦୟ। ଆଉ ପାଲା ଜଗତରେ ତାଙ୍କର ମୋ ପ୍ରତି ବହୁତ ଆଶୀର୍ବାଦ। ଆଜ୍ଞା ମୁଁ ଦିନେ ଗଲି ତାଙ୍କ ଘରକୁ କହିଲେ ଯାହା ଲେଖିବା କଥା ବହି ନେଇଯା ତୁ ମୋତେ ଡିଟିଭି କରିକି ସବୁ ଆଣିକି ପଛରେ ଫେରିବୁ 6 ମାସ ପରେ। ଆଜ୍ଞା ସେ କହିଲେ କହିଲା ରାମେ ତମ 2 ଜଣଙ୍କୁ ଆଶୀର୍ବାଦ କରୁଛୁ ତମେ 2 ଜଣ କେମିତି ବଞ୍ଚିକି ପାଲାକୁ ବଞ୍ଚା। ମୋ ଭାଇ ତ ପଳେଇଲାଣି ବନ୍ଧୁ ପ୍ରଭାତ ସାହୁ ସଦାବେଳେ ସେ କହନ୍ତି ତମ 2 ଜଣଙ୍କ ଉପରେ ଆମ ଆଶୀର୍ବାଦ ଅଛି। ଖୋର୍ଦ୍ଧା ଜିଲ୍ଲାର ତମେ 2 ଜଣ କେମିତି ଆଗେଇକି ରହ। କିନ୍ତୁ ସେ ଭାଇ ଆମକୁ ବନ୍ଧୁ ଛାଡ଼ି ଦେଇକି ପଳେଇଲେ। ମୁଁ ଦିନେ ଗଲି ଭାଇନାଙ୍କ ପାଖକୁ ମୁଁ କହିଲି ଆଜ୍ଞା ଟିକେ ଦୟା କରନ୍ତୁ ନା ନେଇଯା ସବୁ ବିଷୟ ତୁ ତାକୁ ଜେରକ୍ସ କରିକି ମାସେ 2 ମାସ ପରେ ଆଣିକି ମୋତେ ଦବୁ। ଆଜ୍ଞା
ଯାହା ହଉ ତାଙ୍କର ଅନେକ କଥା ମଧ୍ୟ ଆମେ ଘୋଷିଛୁ ପଦଟିଏ ପଢିଥିଲେ ସେଦିନ କି ନାହିଁ ସୁନ୍ଦର ସୁନ୍ଦର ପଦ ଲେଖିଛନ୍ତି। ଅଭାଗ୍ୟ ଆମର ମୁଁ ସଦାବେଳେ କହେ ଆମେ ତ ପାଲାକାର ହେଇନୁ ଆଜ୍ଞା ଆପଣମାନଙ୍କ ଆଶୀର୍ବାଦ ହେଲେ କେଜାଣି ଭଲ ଗାୟକ ଜଣେ ଆମେ ଓଡ଼ିଶାରେ ହବୁ ଏତିକି ଚିନ୍ତାଧାରା ନେଇକି ଆମେ ଚାଲିଛି ଗାଡ଼ି। ହଉ ସୁର ଆମର ଆଜ୍ଞା ମାନେ ଯୋଉ ବାଟରେ ଆସିଛନ୍ତି ଏତେ ପଥ ପରିଶ୍ରମ କରି ଆଜ୍ଞା ରାଧାନାଥ କହିଲେ ଯଦି ବାଟରେ ଆସିଲା ବେଳେ କିଛି ଜ୍ଞାନୀ ମଣ୍ଡଳୀ ଦୁର୍ଘଟଣା ଆପଣଙ୍କର ହେଇଥାନ୍ତା ଆପଣ କଣ ଜାଣିଥିଲେ? କହିହବନି ଆଜ୍ଞା କହିପାରିବେ କି? କହିହବନି ଏଇ ବସିଥିବା ଅବସ୍ଥାରେ ଯଦି ଆପଣଙ୍କର କଣ ଦୁର୍ଘଟଣା ହବ ହବ ପାଲା ଗାଇବା ଭିତରେ ଆମ ପାଲା କଳାକାରଙ୍କର କିଛି ଦୁର୍ଘଟଣା ହବ ହବ ଆମେ ଆଗେ ଜାଣିଛେ କହିହବନି ଆଜ୍ଞା ଜଣେ ଜାଣିଛି ଜଣେ ଜାଣିଛି ଆଜ୍ଞା ରାଧାନାଥ କହିଲେ ପାର୍ବତୀ କାବ୍ୟରେ ହଁ କା ଭାଗ୍ୟ ଲଘୁ କା ଭାଗ୍ୟ ଗୁରୁ ହେବ ଏ ମହା ସମୟରେ ଜାଣନ୍ତି ଏକା ସେ ବ୍ରହ୍ମାଣ୍ଡ ଠାକୁର ଅନନ୍ତ ଜ୍ଞାନ ଗଛରେ ସେଇ ଜାଣିଛି କିଏ ଜାଣିଛନ୍ତି ସଂସାର କମକୁ ଛାଡ଼ିଛି ସିଏ ଜାଣିଛି ଏ ଗାଡି ଧକ୍କାରେ ଯିବ କି ସାପ କାମୁଡାରେ ଯିବ ଯିବ କରୋନାରେ ଯିବ କି ହାର୍ଟଚୋକରେ ଯିବ ଧନୀ ହବ କି ଗରିବ ହବ ଚୋର ହବ କି ଭଦ୍ରଲୋକ ହବ ହବ ସିଏ ଜାଣିଛି ନା କିଏ ଜାଣିଛି ଆଉ ଆମେ କେହି କହିପାରିବା ନା 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 ତାହେଲେ ଦେଖିବା ଜ୍ଞାନୀ ମଣ୍ଡଳୀ ଆଜି ଏ ଯୁଦ୍ଧରେ ନାରଦ ଜିତୁଛନ୍ତି ନା କଳି ଜିତୁଛି ଦେଖିବା ସାର୍ ଆଗେ ଆଗେ ନାରଦ ନାରଦ ପଛେ ପଛେ କଳି ପହଞ୍ଚିଲେ କୋଉଠି କୋଉଠି ଆଜ୍ଞା ଗୋଟେ ସୁନ୍ଦର ବ୍ରାହ୍ମଣ ଶାସନ ଶାସନ ନା ଯାର ନାମ ସତ୍ୟଧାମ ନଗରୀ ଏ ସତ୍ୟଧାମ ନଗରୀରେ ଆଜ୍ଞା ଯେତେ ବ୍ରାହ୍ମଣ ମାନେ ଥିଲେ ସମସ୍ତେ ଜାଗିକ କାକିକ ଆଉ ଧାର୍ମିକ ଧାର୍ମିକ ଏମାନଙ୍କ ଭିତରେ ଜଣେ ଥିଲେ ଦ୍ୱିତୀୟ ସୂର୍ଯ୍ୟ ସମ ମହାଜ୍ଞାନୀ ଆଜ୍ଞା ଧନବନ୍ତ ହଁ ଜ୍ଞାନବନ୍ତ ଜ୍ଞାନବନ୍ତ ଯାହାଙ୍କର ନାମ ଆଜ୍ଞା ଆତ୍ମଦେବ ବିପ୍ର କିନ୍ତୁ ସୁର ଭାଇ ସାର୍ ସବୁ ସମ୍ପତ୍ତି ଅଛି ସବୁ ଅଛି ଗୋଟିଏ ସମ୍ପତ୍ତି କିନ୍ତୁ ଅଭାବ ଅଭାବ ସମ୍ପତ୍ତି ଅଭାବ କଣ କଣ ଆଜ୍ଞା ଯେତେ ସମ୍ପତ୍ତି ସୁର ଅଛି ସବୁ ସମ୍ପତ୍ତି ଠାରୁ ଠାରୁ ଶ୍ରେଷ୍ଠ ସମ୍ପତ୍ତି ହଁ। ଆମେ କାହାକୁ କହିବା ଶାଳି କି କହିବା ଶାଳି ଦେଖୁଛି ଆଜ୍ଞା ବିଧାତା ତ ଯଦି ଆଉ ଟିକେ ସୁନ୍ଦର କରିକି ଗଢ଼ିଥାନ୍ତା ଆଜ୍ଞା ତୁ ଆଉ ଶ୍ୱଶୁର ଘର ଶାଳି ଘର ବେଶୀ ଜପୁଥାନ୍ତା ବିଧାତା ତ ଗୋଟେ ରୂପ ଦେଇଛି କାହିଁ ଯୁଆଡେ ଗଲା ଖାଲି ଶାଳି ଶାଳି ହଉଛି ସମ୍ପତ୍ତି କଥା ପଚାରିଲେ ତ ଯାର ଶ୍ରେଷ୍ଠ ସମ୍ପତ୍ତି କିଏ କହୁନାହାନ୍ତି ଆପଣ ଚିନ୍ତାମଣି ମହାନ୍ତି ଲେଖନ୍ତୁ ବହି ବହି ସୁଭଦ୍ରା ଆସୁ କହିଲେ ସର୍ବ ସମ୍ପତ୍ତିରୁ